ନୃସିଂହନାଥ ମନ୍ଦିର ଟ୍ରଷ୍ଟ ତରଫରୁ ବୁଟି ବାବା ଔଷଧୀୟ ଗଛର ଗୋଟିଏ ବର୍ଷ ପାଳନ ହୋଇଥିଲା। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ତରଫରୁ ବୁଟି ବାବା ଔଷଧୀୟ ଗଛର ବଗିଚା ଦେଖିବାକୁ ମିଳିଛି। ମନ୍ଦିରଠାରୁ ଅନତି ଦୂରରେ ଥିବା 5 ଏକର ଜମିରେ ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରଚେଷ୍ଟାରେ ଏହି ବଗିଚାରେ 122 ପ୍ରକାର ଔଷଧୀୟ ଗଛ ରୋପଣ କରି ବର୍ତ୍ତମାନ ତାର ଯତ୍ନ ନିଆଯାଉଛି। ଏହି ବଗିଚାରେ ତେଜରାଜ, ଘୃତକୁମାରୀ, ମଧୁନାସିକା, ଅଗସ୍ତି, ଅନ୍ନପୂର୍ଣ୍ଣା, ଭୃଙ୍ଗରାଜ ବିଭିନ୍ନ ଔଷଧୀୟ ଅନେକ ଗଛ ଦେଖିବାକୁ ମିଳିଛି। ଭବିଷ୍ୟତରେ ଏହି ଔଷଧୀୟ ଗଛ ଦ୍ୱାରା ଜନସାଧାରଣ ଉପକୃତ ହେବେ ବୋଲି ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଆଗାମୀ ଦିନରେ କିପରି 2200 ଔଷଧୀୟ ଗୁଳ୍ମ ଜାତୀୟ ଗଛ ଏହି ବଗିଚାରେ ଲଗାଯାଇପାରିବ ସେଥିପ୍ରତି ମଧ୍ୟ ଚେଷ୍ଟିତ ବୋଲି ଶ୍ରୀ ପ୍ରଧାନ କହିବା ସହ ଆୟୁର୍ବେଦ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବଗିଚାକୁ ଆସି ଔଷଧ ଗଛଗୁଡ଼ିକୁ ଚିହ୍ନିପାରିବେ। କେଉଁ ରୋଗ ପାଇଁ କେଉଁ ଔଷଧ ବୃକ୍ଷର ବ୍ୟବହାର କରିବାକୁ ହେବ ସେ ନେଇ ମଧ୍ୟ ଜ୍ଞାନ ଆହରଣ କରିପାରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷର ପୁନରୁଦ୍ଧାର ପାଇଁ ଏହି ବଗିଚା ସମସ୍ତଙ୍କ ପାଇଁ ସହାୟକ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ପୁରୁଷୋତ୍ତମ ପ୍ରଧାନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆମର ଏହି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ତରଫରୁ ଏକ ବନୌଷଧି ହାର୍ବାଲ ଗାର୍ଡେନର ଆୟୋଜନ କରାଯାଇଛି, ଯେଉଁଟାକି 5 ଏକର ବିଶିଷ୍ଟରେ କରାଯାଇଛି। ଆଉ ସେଥିରେ ଆମେ ଦେଖିଲୁ ଯେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଯେଉଁ 2200 ପ୍ରକାର ଜଡ଼ିବୁଟି ଔଷଧୀୟ ଗଛ ଅଛି ସେ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ବର୍ତ୍ତମାନ କିଛି ଲୋକଙ୍କ ଦ୍ୱାରା ନଷ୍ଟ ହୋଇଗଲାଣି। ସେଥିପାଇଁ ତା'ର ସଂରକ୍ଷଣ ପାଇଁ ଆମେ ଏହି ପଦକ୍ଷେପଟା ନେଇଛୁ। ଆଉ ଯେଉଁଟାକି ଆମର ଏଇ ପାଖରେ ଅଛି ଆୟୁର୍ବେଦିକ କଲେଜ ଅଛି, ସେଇମାନେ ପିଲାମାନେ ମଧ୍ୟ ଏଇ ବଗିଚାକୁ ଆସି କିଛି ଶିଖିପାରିବେ ଏବଂ ଗଛ ଗୁଡ଼ାକ ଚିହ୍ନି ପାରିବେ, ଔଷଧୀୟ ଗଛ ଚିହ୍ନି ପାରିବେ ଏବଂ ସେଇ ଗଛର ମେଡ଼ିସିନ ଯେଉଁ ରୋଗ ପାଇଁ ଯେଉଁ ମେଡ଼ିସିନ ଦରକାର ସେଇଟା ସେମାନେ ଏଇଠୁ ନେଇପାରିବେ। ସେଥିପାଇଁ ଆମେ 122 ପ୍ରକାର ବର୍ତ୍ତମାନ ସୁଦ୍ଧା ମେଡ଼ିସିନ ଗଛ ଲାଗିଅଛି। ଗତ ଫେବୃଆରୀ ମାସରୁ ଏଇଟା ଆମେ ଏଇ ଔଷଧ ବଗିଚାଟା ଆରମ୍ଭ କରିଛୁ। ଆଉ ଆଶା ରଖିଛୁ ଯେ ଆଉ ବର୍ଷେ ଭିତରେ 2200 ପ୍ରକାର ସମସ୍ତ ଗଛ ଔଷଧ ବୃକ୍ଷ ଏଠି ଲାଗିଯିବ। ଆଉ ଏଥିରେ ଅଛି ବିଭିନ୍ନ ରିଏଲ୍ ମେଡ଼ିସିନ ଅଛି, ଯେଉଁଟାକି ଗନ୍ଧମାର୍ଦ୍ଦନ ପାହାଡ଼ରୁ କଲେକ୍ସନ୍ କରାଯାଇଛି ଏବଂ ବାହାରୁ ମଧ୍ୟ କଲେକ୍ସନ୍ କରି ଏଠି ଲଗାଯାଇଛି। ଶତାବରୀ, ଇନ୍ସୁଲିନ୍, ମଧୁନାସିନୀ, ରକ୍ତଚନ୍ଦନ, ଶ୍ୱେତଚନ୍ଦନ, ହରଡ଼ା, ବାହାଡ଼ା, ଅଁଳା, ତେଜପତ୍ର, ତାପରେ ଅଶ୍ୱଗନ୍ଧା, ଭୃଙ୍ଗରାଜ, ବ୍ରାହ୍ମୀ ଆଉ ଆମର ଶତାବରୀ ଏହିପରି 122 ପ୍ରକାର ଗଛ ଲାଗିଛି, ଯେଉଁଟାକି ଏବେ ସୁରକ୍ଷିତ ଅଛି। ଆଉ ତା'ର ମନ୍ଦିର ତରଫରୁ କମିଟି ତରଫରୁ ତା'ର ସମସ୍ତ ପ୍ରକାର ସୁରକ୍ଷିତ ରଖିବା ପାଇଁ କିଛି ଲୋକଙ୍କୁ ନିୟୋଜନ କରିଛୁ ଆମେ, ଯେଉଁଥିରେ କି କିଛି ଗରିବ ଲୋକ ମଧ୍ୟ ତାଙ୍କର ପରିବାର ପରିପୋଷଣ କରୁଛନ୍ତି ଏଠି ରହିକି। ଆଉ ସେଥିପାଇଁ ମୁଁ କହିବି ଯେ ଏ ବଗିଚାକୁ ସମସ୍ତ ଭକ୍ତମାନେ ଆସି ଦେଖନ୍ତୁ ଆଉ ଗଛ ବାବଦରେ ବୃକ୍ଷ ବାବଦରେ ଜାଣନ୍ତୁ, ଜ୍ଞାନ ଆହରଣ କରନ୍ତୁ।